ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ସ୍ୱାଗତ। ଆସନ୍ତୁ ଆଜି ଦେଶୀ ମାଂସ ତରକାରୀ କରିବା। ମୁଁ ମାଂସକୁ ଧୋଇ ରଖିଦେଇଛି। ତାପରେ କିଛି କଟା ପିଆଜ, ଗରମ ମସଲା ଆଉ ତେଜପତ୍ର ରଖିଛି। ଆଳୁକୁ କାଟି ରଖିଛି। ଗୋଟେ କଡ଼େଇରେ ତେଲ ଦେବା, ତାପରେ କିଛି ଗୋଟା ଜିରା ଦେବା, ତାପରେ ଗରମ ମସଲା, ତେଜପତ୍ର, ପିଆଜ ଦେଇକି ତ ଭଲ ଭାବରେ ଭାଜିଦେବା। ପିଆଜକୁ ଭାଜି ସାରିଲା ପରେ ପିଆଜ ଲାଲି ଦେଖାଗଲା ଏବେ ଅଦା ରସୁଣ ପେଷ୍ଟ ଦେଇଦେବା। ତାପରେ ତାକୁ ଭଲ ଭାବରେ ଭାଜିଦେବା। ଏବେ ଅଦା ରସୁଣ ପେଷ୍ଟ ଭଲ ଭାଜିକି ଏବେ ଯେତିକି ପରିମାଣର ଦରକାର ଲୁଣ ଦେଇଦେବା। ଲୁଣ ଦେଇକି ତାପରେ ପୁଣି ଭାଜିବା। ତାକୁ ଭଲସେ ଭାଜିକି ଲାଲି କଲର୍ ଆସିଲା ଯାଏଁ ଭାଜିବା। ମସଲାର କଲର୍ ଏବେ ଚେଞ୍ଜ ହେଇ ଆସିଲାନି। ଏବେ ସବୁ ଗୁଣ୍ଡ ମସଲା ଦେବା। ପ୍ରଥମେ ହଳଦୀ ଗୁଣ୍ଡ ଦେବା, ତାପରେ ଧନିଆ ଗୁଣ୍ଡ ଦେବା, ତାପରେ ଜିରା ଗୁଣ୍ଡ ଦେବା, ତାପରେ ଲଙ୍କା ଗୁଣ୍ଡ ଦେଇକି ଭଲ ଭାବରେ ଭାଜିବା। ତାପରେ କିଛି ଚିକେନ୍ ମସଲା ଦେବା, ତାପରେ କାଶ୍ମୀର ଲଙ୍କା ଗୁଣ୍ଡ ଟିକେ ଦେବା, ଦେଇକି ତାକୁ ଭଲ ଭାବରେ ପୁଣି ଭାଜିବା। ଭାଜିବା ଭିତରେ ଟିକେ ଜଷ୍ଟ ପାଣି ଦେଇଦେବା, କାରଣ ସେଟା ଭାଜି ଭଲସେ ହେବ, ଲାଗିଗଲେ ମସଲାଟା ଭଲ ଲାଗେନି, ଟେଷ୍ଟ ଚାଲିଯାଏ, ପିତା ଲାଗେ। ତ ସେଥିପାଇଁ ଆମେ କେବେ ବି ମସଲାଟା ଭାଜି ଆସିଲାନି। ଏବେ ବଟା ରଖିଛି ଆଳୁ, ତାକୁ ପକାଇଦେବା। ତାପରେ ଟିକେ ଭାଜିଦେବା ଭଲ ଭାବରେ। ତାପରେ ଏବେ ଚିକେନକୁ ଆଣିକି ଦେଇଦେବା। ଚିକେନକୁ ଦେଇ ସାରିଲା ପରେ ପୁଣି ଭଲସେ ତାକୁ ମିଶାଇକି ଭାଜିଦେବା। ଚିକେନ ଭଲସେ ମୁଁ ଭାଜିଦେଲି। ତାପରେ ଏବେ କିଛି ସମୟ ପାଇଁ ଚିକେନକୁ ଘୋଡ଼ାଇ ଦେବା। ଘୋଡ଼ାଇ ଦେଲା ପରେ କିଛି ସମୟ ପୁଣି ଚିକେନକୁ ଭାଜିଦେବା। ଯେହେତୁ ଏଟା ଦେଶୀ ଚିକେନ, ତାକୁ ମଝିରେ ମଝିରେ ଟିକେ ଟିକେ ଚଲାଇକି ଘୋଡ଼ଣି ଦେଇକି ଘୋଡ଼ଉଥିବା। ଏବେ ଟିକେ ଜଷ୍ଟ ପାଣି ଦେଇଦେବି, କାରଣ ଚିକେନଟା ନହେଲେ ଲାଗିଯିବ। ପାଣି ଦେଇକି ପୁଣି ଚଲେଇକି ଘୋଡ଼େଇ ଦେବି। ତାପରେ ଆଉ ଯେତେବେଳେ ଚିକେନ୍ ସିଝି ଆସିବ ଦେଖିଥିବେ, ଆଳୁ ଚେକ୍ କରିବେ। ଆଳୁକୁ ଚେକ୍ କଲି, ସିଝି ଯାଇଛି। ଏବେ ମୁଁ ଯେତିକି ମାତ୍ରା ଦରକାର ଜଳ ଦେଇଦେବି। ଚିକେନ୍ ପ୍ରସ୍ତୁତ ହେଇଗଲା। ଟିକେ ଚିକେନ୍ ପାଣିଟା ଫୁଟିଲେ ଆମେ ତାପରେ ଗରମ ମସଲା ଦେବା। ଗରମ ମସଲା ଦେଲେ ଏବେ ପ୍ରସ୍ତୁତ ହେଇଗଲା ଦେଶୀ ମାଂସ ତରକାରୀ। ମୋ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଧନ୍ୟବାଦ।